ଆମେ ଆଳୁ ଚପ୍ କରିବା। ସେଥିପାଇଁ ପ୍ରଥମେ କ'ଣ କରିବା ନା ଆଳୁଟାକୁ ଭଲ ଭାବରେ ସିଝେଇକରି ତାର ଚୋପା ଆଳୁରେ ପକେଇବା ପାଇଁ ପିଆଜ କାଟି କରି ରଖିବା, ତା ସାଙ୍ଗରେ ରସୁଣ ଅଦା ଛେଚି କରିକି କଞ୍ଚା ଲଙ୍କା ବରଂ କାଟି କରିକି ରଖିବା। ପ୍ରଥମେ କ'ଣ କରିବା ନା ଗ୍ୟାସରେ କଢ଼େଇ ବସେଇବା, ସେଥିରେ ତେଲ ଦେବା। ତେଲ ଦେଇଥିଲା ପରେ ଜିରା ଦେବା, କାଟି ରଖିଥିବା କଞ୍ଚା ଲଙ୍କା ଦେବା, ତା ସାଙ୍ଗରେ ପିଆଜ ଦେଇ କିଛି ସମୟ ଭାଜିଗଲା ପରେ ସେଥିରେ ଛେଚି ରଖିଥିବା ଅଦା ରସୁଣକୁ ଦେବା, ତା ସାଙ୍ଗରେ ଲଙ୍କା ଗୁଣ୍ଡ ହଳଦୀ ମସଲାରେ ସିଝେଇ ରଖିଥିବା ଆଳୁକୁ ଦେଇ ଭଲ ଭାବରେ ଆଳୁ ବଘରା କରିବା। କଟା ହେଇଥିବା ଧନିଆ ପତ୍ର କିଛି ପକେଇବା। ତାପରେ ଖାଇବା ପାଇଁ ଗୋଟେ ଚଟଣି ତିଆରି କରିବା, ଯେମିତି ପୁଦିନା ପତ୍ର, ଅଦା, ତେନ୍ତୁଲି, କଞ୍ଚା ଲଙ୍କା, ତା ସାଙ୍ଗରେ ରସୁଣ, ଧନିଆ ପତ୍ର, ଟମାଟର ଦେଇ ଭଲ ଭାବରେ ତାକୁ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଏବେ ଆମର ପ୍ରସ୍ତୁତ ହେଇଗଲା ଚଟଣି। ଆପଣମାନଙ୍କୁ ମୋର ଯଦି ଭିଡ଼ିଓ ଭଲ ଲାଗିଥିବ ମୋ ଚ୍ୟାନେଲକୁ ଗୋଟେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ, ଆଉ ଫେସବୁକ୍ ପେଜରେ ଫଲୋ ନିଶ୍ଚୟ କରିଦେବେ। ଆଳୁ ଚପ୍ କରିବା ପାଇଁ ବେସନ ପ୍ରସ୍ତୁତ କରିବା। ବେସନ ଦେବା, ତା ଦେହରେ ଲୁଣ, ହଳଦୀ, ତା ସାଙ୍ଗରେ ଟିକେ ହେଙ୍ଗୁ ଦେଇ ଭଲ ଭାବରେ ତାକୁ ଗୋଳେଇ କରି ରଖିବା। ବଘାରିଥିବା ଆଳୁକୁ ଗୋଲାକୃତି କରି ରଖିବା ସବୁ। ତାପରେ ଗ୍ୟାସରେ କଢ଼େଇ ବସେଇ ସେଥିରେ ତେଲ ତାତିଲା ପରେ ଗୋଲାକୃତିକି ବେସନ ଘୋଳାରେ ବୁଡ଼େଇ କରି ସେଥିରେ ତେଲରେ ସବୁ ପକେଇ ଏପଟ ସେପଟ କରି ତାକୁ ଭଲ ଭାବରେ ଛାଣି କରି କାଢ଼ିବା। ଏବେ ଆମର ପ୍ରସ୍ତୁତ ହେଇଗଲା ଆଳୁ ଚପ୍। ରହୁଛି, ଦେଖା ହବ ନେକ୍ସଟ ଭିଡ଼ିଓରେ।